ସତେ ଯେମିତି ଅଭିଳାଷ ଓ ଅପରାଜିତା ଅନେକ ଦିନର କଥାକୁ ଆଜି ଗପି ଚାଲିଛନ୍ତି। ଗାଡ଼ି ଆଗକୁ ଆଗକୁ ଗଡ଼ି ଚାଲିଛି ଆଉ ତା ସହିତ ସେ ଦୁଇ ଜଣଙ୍କର ଗପ ବି। ଅପରାଜିତା କହିଛି, ତୁମେ ବ୍ୟସ୍ତ ହେଉଛ କାହିଁକି? ଦିନ ଆସିବ ତୁମ ପାଖରେ ତିନିଟା ସୁପରିଟେଣ୍ଡିଂ ଇଞ୍ଜିନିୟର ଥିବେ। ସେମାନଙ୍କ ପାଇଁ ତିନିଟା ସରକାରୀ ଗାଡ଼ି ଆସିବ। ମା, ପୁଅ ଆଉ ବୋହୂ ଏକାଠି ସାଇଡ୍ ବାହାରିବ। ତୁମେ ତ ସେତେବେଳକୁ ବୁଢ଼ା ହୋଇଯାଇଥିବ। କେବଳ ଆମକୁ ଜଳକା ହୋଇ ଚାହିଁବ। ଅପରାଜିତା ଜଣେ ସିଭିଲ ଇଞ୍ଜିନିୟର। ତା ପୁଅକୁ ବି ସିଭିଲ ଇଞ୍ଜିନିୟରିଂ ପାଠ ପଢ଼ାଉଛି। ଆଉ ବୋହୂ ବି ଆଣିବ ଇଞ୍ଜିନିୟର। ଏହି କଥା ଶୁଣି ଉଭୟ ଜୋରରେ ହସି ଉଠିଲେ। ଏହା ଭିତରେ ସେମାନେ ଶିଶୁଆ ବଜାର ପାଖରେ ପହଞ୍ଚି ସାରିଲେଣି। ସେତେବେଳକୁ ସନ୍ଧ୍ୟା ପ୍ରାୟତଃ 6:30 ହେବ। ମୁହଁ ସଞ୍ଜ ହୋଇ ଆସିଲାଣି। ତେଣୁ ଉଭୟ ଚିନ୍ତା କଲେ, ମୁଖ୍ୟ ରାସ୍ତାରେ ଯିବା ବଦଳରେ କେନ୍ଦ୍ରାପଡ଼ା କେନାଲ ରୋଡ଼ରେ ସିଧା ଜଗତପୁର ପାଖରେ ପହଞ୍ଚିଯିବେ। ଗାଡ଼ି ମଟର ନାହିଁ, ଫାଙ୍କା ରାସ୍ତା, କିନ୍ତୁ ଟିକେ ଜଙ୍ଗଲିଆ ରାସ୍ତା। 20 ମିନିଟ୍ ଖଣ୍ଡେ ଲାଗିବ ଜଗତପୁର ପାଖରେ ପହଞ୍ଚିବା ପାଇଁ। ଏମିତି ହେଲେ 40 ମିନିଟ୍ ଭିତରେ ସେମାନେ କଟକରେ ପହଞ୍ଚିଯିବେ। ଆଉ ପୁଅ କହିଥିବା ଅନୁଯାୟୀ ତାକୁ ଟିକେ ଦୁର୍ଗା ମଣ୍ଡପ ନେଇ ବୁଲେଇ ଆଣିପାରିବେ। ବିଚରା ଛୁଆଟା ଆମକୁ କେତେ ସାହାଯ୍ୟ କରୁଛି। 16 ବର୍ଷର ପିଲାଟା ହେଲେ ବି ଭାରି ବୁଦ୍ଧିଆ। ପିଲାଟି ଦିନରୁ ପୁଅକୁ ଏକୁଟିଆ ଛାଡ଼ି ବାପ ମା ଚାକିରିକୁ ଯାଆନ୍ତି। ଜେଜେମା ପାଖରେ ରହି ପିଲାଟା ବଡ଼ ହୋଇଛି। କେବେ ବି ଅଳି ହଜଟ କରିନି। ଜେଜେମା ସେମାନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲାଣି। ତାପରେ ବି ଭଡ଼ା ଘରେ ଏକୁଟିଆ ରହିବାକୁ ନେଇ କେବେ ବି ଅମଙ୍ଗ ହୋଇନି ପିଲାଟା। ଯାହା ହଉ, ଏଭଳି ପୁଅଟିଏ ପାଇ ଆମେ ଗର୍ବିତ। ଗୋପି ଚାଲିଥାଏ ଅପରାଜିତା। ଅଭିଳାଷ ମନେ ମନେ ଭାବୁଥାଏ, ସତରେ ମୋ ପରିବାରଟା କେତେ ଭଲ। ସୁନା ପୁଅଟିଏ ପାଇଛି, ପ୍ରବଳ ଭଲ ପାଉଥିବା ସ୍ତ୍ରୀଟିଏ ପାଇଛି, ଯେ କେବେ ବି ମୋତେ ସନ୍ଦେହ କରିନି। ଆଉ ଉଭୟଙ୍କର ରୋଜଗାରର ଖର୍ଚ୍ଚକୁ ନେଇ କେବେ ବି ପ୍ରଶ୍ନ କରିନି। ସତରେ ମୁଁ ବହୁତ ଭାଗ୍ୟବାନ। ହଠାତ୍ ଏକ ଭୀଷଣ ଗର୍ଜନ, ଆଉ ତାପରେ ଚିକ୍ ଉଠିଲା ଅଭିଳାଷ।